আসছে চল ଗୁମ୍ଫା ଯାଇଥିଲି ମୁଁ ବାଘ ଭାଲୁ ସହିତ ଡ୍ୟାନ୍ସ ତ ଦେଖିପାରୁଥିବେ ସାଙ୍ଗମାନେ ଏଇଟା ହେଉଛି ଆମ ନିୟମଗିରି ଡଙ୍ଗରେ ଗୋଟେ ଅଛି ଯାହାକି ଭାଲୁ ଗୁମ୍ଫା ବୋଲି ନାଁ ଦିଆହେଇଛି। ତ ଦେଖିପାରୁଥିବେ ଆପଣମାନେ ପୁରା ଭିତରକୁ ଯିବାକୁ ପଡ଼ିବ। ଦେଖନ୍ତୁ ପୁରା ଅନ୍ଧାର ଅଛି ଏରିଆଟା ଦେଖିପାରୁଥିବେ। ଆମର ଭାଲୁ ଗୁମ୍ଫା ଏଠାରେ ଭାଲୁ ରୁହନ୍ତି ପୁରା। ଆରେ ବାପରେ ଏତେ ଅନ୍ଧାର। ତ ଏଠି ଭାଲୁ ରହୁଥିଲେ କି? ପୁରା ଚାରିଆଡ଼େ ଅନ୍ଧାର ଅଛି। ତ ଏ ଜାଗାରେ ଭାଲୁମାନେ ରହୁଥିଲେ ବୋଲି ଲୋକମାନେ କୁହନ୍ତି। ତ ପୁରା ଅନ୍ଧାର ଅଛି ଚାରିଆଡ଼େ ଆପଣମାନେ ଦେଖିପାରୁଥିବେ। ଦେଖିପାରୁଥିବେ ଆମ ଋଷି ବାବୁ ପୁରା ଜୋଶରେ ଅଛନ୍ତି। ଭାଲୁ ଗୁମ୍ଫା ବାଘ ଗୁମ୍ଫା କିଛି ଡରୁ ନାହିଁ ଆଉ ପିଲାଟା। ଓହୋ ରମ୍ପା ରମ୍ପି ଗୁମ୍ଫା କି? ତ ଏଇଟା ହେଉଛି ଆମ ନିୟମଗିରି ପାହାଡ଼ର ଭାଲୁ ଗୁମ୍ଫା। କିଛି ଲୋକ କହନ୍ତି ଯେ ଏଠି ଭାଲୁମାନେ ଥିଲେ ବୋଲି। ଆରେ କିଛି ଦିଶୁନାହିଁ ରେ ମୋର କ୍ୟାମେରା କା ସେମିତି ବହୁତ ବଡ଼ ବ୍ରାଣ୍ଡେଡ୍ କ୍ୟାମେରା। ରୁହ ଭାଇନା ଆସନ୍ତୁ ବ୍ଲଗ୍ ବନେଇ ଦିଅନ୍ତୁ ଭାଇନାର ରୁହ ହେଲା କିଛି କହିବା ଏଇଟା ଭାଲୁ ଗୁମ୍ଫା। ମୋବାଇଲ ଛାଡ଼ି ଦେଇକି ପଳାଇଲି। ତ ଦେଖନ୍ତୁ ଏଇଟା ହେଉଛି ପୁରା ସନ୍ଧ୍ୟା ସମୟର ଦୃଶ୍ୟ ଭାଲୁ ଗୁମ୍ଫାରେ। ତ ଆମର ସରପଞ୍ଚ ଆଜ୍ଞା ପୁରା ମୋବାଇଲ ଛାଡ଼ି ଦେଇଛନ୍ତି ଆଉ ପଳେଇ ଯାଉଛନ୍ତି ବାହାରକୁ। ଏଇଟା ବାପା ଏ ସବୁ କେତେ ବର୍ଷ ଗଲେ କିଛି ରହିବ ନାହିଁ ଆଉ ନାଇଁ କି? ଲୋକ ନ ଆଇଲେ ବନ୍ଦ ହେଇଯିବ ସବୁ ଏଇଟା ରହିବ ନାହିଁ କିଛି। ହଏ ଗୁମ୍ଫା ଡରାବ ନାହିଁ ଯିବ ଲୋକ ନ ଆଇଲେ। ଲୋକମାନେ ସେଟା ଏତେ ହାଇଟ୍ ଚୁଚାର ହେଇଛି ପଥର ପଡ଼ି ପଡ଼ି ଏତେ ହାଇଟ୍ ହେଇଛି। ବନ୍ଦ ହେଇଯିବ ଆଉ ଗୁମ୍ଫା ଗୁମ୍ଫା ହେଇଯିବ। ହଏ ଖସୁଛି ପଥର ଖସି ଖସି ତ ଏତେ ବଡ଼ ହେଇଛି ସେଟା। ବେଦାନ୍ତକୁ ଦେଇଦେବା ବୋଲି ଭାବୁଛି ମୁଁ। ଧନୀ ହେଇଯିବ। କେତେ ବର୍ଷ ପରେ ନେଇଯିବ ଗା ଧୀରେ ଧୀରେ ତ କାମ ହଉଛି ପୁରା ସିଆଡ଼େ। ଧୀରେ ଧୀରେ ନେଇଯିବ ଏଇଟା। ମେସିନ୍ ଲଗେଇଥିଲେ କମ୍ ମାଲ୍ ଭାଇବ ଡାଇରେକ୍ଟ ଆମର ଫ୍ୟାକ୍ଟ୍ରି ଭିତରେ ପଶିବ ସେ ଚେନ୍ ସିଷ୍ଟମ୍ କରିଥିଲେ। ସବୁ ପାହାଡ଼ରୁ ରାହୁଲ ଗାନ୍ଧୀ ଆଉ ଟ୍ରକ୍ ଆବଶ୍ୟକ ନାହିଁ ଅଟୋମେଟିକ୍ ଫ୍ୟାକ୍ଟ୍ରି ଯିବା ଆମର ଏଠୁ ଆସିଥିଲା ନାଇଁ ତିନିଟା ବସ୍ ତିନିଟା ବୁଲେରୋ ପୁରେଇଥିଲେ ବେଦାନ୍ତ ଗାଡ଼ି। ଆମର ତ ଭୋଜି ବି ସର୍ଟ ନଥିବ ରେ ଏବେ 5ଟା ହେଇଗଲାଣି କେତେବେଳେ ଖାଇବା ଆଉ। ଚାଲ ଚାଲ ଏ ଭୂତ ଫୂତ କିଏ ଡରୁଛି ଯେମିତି ଜାନବରକୁ ଡର ଭୂତକୁ ନାହିଁ। ମୁଇଁ ତ ଗୋଟେ ବଡ଼ ଭୂତ ମତେ ଭୂତ କିସ୍ କରବ। ଜାନବର ଆଇଲେ ମତେ ନାଇଁ ଦେବରେ ବାପା। ତ ସାଙ୍ଗମାନେ ଏବେ ଆମେ ଭାଲୁ ଗୁମ୍ଫାର ବିଦାୟ ନେଉଛୁ। ଆମର ଭୋଜି ବି ସିଆଡ଼େ ପୁରା ତୟାର ହେଇଯାଇଥିବଣି।
হয় হ্যাঁ আসছে ଚାଲ ଦେଖିପାରୁଥିବେ ଏଇ ଯେଉଁ ଗୁମ୍ଫା ଭିତରେ ପଣସ ଗଛଟେ ହେଇଛି ପୁରା ବସ୍ ଚାରିଆଡ଼େ ଅନ୍ଧାର ଅଛି ମଝିରେ ପଣସ ଗଛ ତ ଯିବା ମୋତେ ଛାଡ଼ିକରି ସମସ୍ତେ ପଳେଇଲେଣି ପୁରା ଅନ୍ଧାର ଅଛି ଏ ଜାଗା ପୁରା ଚାରିଆଡ଼େ ଅନ୍ଧାର ଅନ୍ଧାର ମୋତେ ସାଙ୍ଗମାନେ ଛାଡ଼ିକରି ପଳେଇଲେ ଓହୋ ଭୂତମଣି କି ଏବେ ସେ ଜିନିଷ ଯାକ ନାହିଁ ନା ସେତେବେଳେ ଭଲ ଅଲଗା ଥିଲା ସନ୍ଧ୍ୟା ଆସିକି 5ଟା ହେଲା ତ ଦେଖନ୍ତୁ ଏବେ ଆମେ ଆମ ରୋଷେଇ ଜାଗାକୁ ଯାଉଛୁ କେଷ୍ଟା ଭଣଜା ହଁ ହଁ ଆଉ ତମମାନେ ହଁ 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 ଥିଲା ନା ଜାଗାଟା ବେଶୀ ଲୋକ ଆଇଲେ ବୋଲତେ ନଷ୍ଟ ହେଇଗଲା ଆମର ଜଙ୍ଗଲ